ବାନପ୍ରସ୍ଥ ଗୃହ ଭିକ୍ଷୁ ବ୍ରହ୍ମଚାରୀ ଦଣ୍ଡୀ ବିଶ୍ୱାମିତ୍ରଙ୍କ ପାଶରେ ସର୍ବେ ହେଲେ ରୁଣ୍ଡି ଯାଗ କରିବାକୁ ଯେ ସମିଧ ଅଣାଇଲେ କୁଣ୍ଡେର ନିସ୍ଥାପି ଘୃତା ହୁତି ଯହୁଁ ଦେଲେ ଋଷିବୃନ୍ଦେ ଯଜ୍ଞର ସମସ୍ତ ଦ୍ରବ୍ୟ ଆୟୋଜନ କର। ଯାଗ କରିବାକୁ ଯେ ସମିଧ ଅଣାଇଲେ କୁଣ୍ଡେର ନିସ୍ଥାପି ଘୃତା ହୁତି ଯହୁଁ ଦେଲେ जमुना तैव गोदावरी सरस्वती नर्मदे सिंधु कावेरी जल सलिले कुरु कुरुक्षेत्रे गंगा गया प्रभास पुष्करि च यतानि वृद्धानि यज्ञ संकल्प काले पूर्वमु शुभ भवन्तु सुवन्तु ओम श्री कृष्णाय गोविंदाय गोपीजन वल्लभाय स्वाहाय कृष्णाय ओम श्री कृष्णाय गोविंदाय गोपीजन वल्लभाय स्वाहा कृष्णाय ओम श्री कृष्णाय गोविंदाय गोपीजन वल्लभाय स्वाहा कृष्णाय स्वाहा स्वाहा ओम श्री कृष्णाय खाई मारी यज्ञ नष्ट करी आमर शांत करवा चल शीघ्र असुर सन घेरी धाइले बेनी भाई खाई गते देले को जोड़ाई खाई गते देले को जोड़ाई जय प्राण घेनी स्वामी
ଅଯୋଧ୍ୟା ରାଜା ଦଶରଥ ତାଙ୍କ କୂଳରେ ପୁତ୍ର ଗ୍ରହଣ କରିଛନ୍ତି। ତୁମେ ଆଉ ବିଳମ୍ବ ନ କରି ଶୀଘ୍ର ଯାଅ, ଅତି ଶୀଘ୍ର ଯାଅ, ବିଳମ୍ବ କର ନାହିଁ ବିଶ୍ୱାମିତ୍ର, ଶୀଘ୍ର ଯାଅ। ଅଯୋଧ୍ୟା ରାଜା ଦଶରଥଙ୍କ ପୁତ୍ର ଅଯୋଧ୍ୟା ରାଜା ଦଶରଥଙ୍କ କୋଳରେ ପ୍ରଭୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଛନ୍ତି। ତୁମେ ଯାଇକି ତାଙ୍କୁ ଶୀଘ୍ର ଧରି ଆସିଲେ ତୁମ ଯଜ୍ଞ ସମାପନ ହେବ। ଆଉ ବିଳମ୍ବ ନ କରି ଶୀଘ୍ର ତୁମେ ଅଯୋଧ୍ୟା ଗମନ କର। ଓ ଏ କଣ ଦେବତା ବଚନ? ସତେ କଣ ନାରାୟଣ ଜନ୍ମିଛନ୍ତି ଅଯୋଧ୍ୟାରେ? ତେବେ ଯାଏ ମୁହିଁ ଅଯୋଧ୍ୟା ବିମୁଖ। ଅତିଶୟ ଆନନ୍ଦ ବହିଲେ ଗାଧି ସୁତ, ଅନଙ୍ଗ ନରେନ୍ଦ୍ର କହେ ସ୍ମରି ସୀତାକାନ୍ତ ଜୟ। ରାମ ଉପାସିକ ଅମର ସୁଧି ସମାଜ ଲୋଧାଚୁଆ ନିବାସୀ ମହେଶ୍ୱର ଭଳ, ଲୋଧାଚୁଆ ନିବାସୀ ମହେଶ୍ୱର ଭଳ ଅନୁଷ୍ଠାନକୁ 1001, ଲୋଧାଚୁଆ ନିବାସୀ ନୀଳମଣି ଭଳ ଅନୁଷ୍ଠାନକୁ 501 ଦାନ କରିଛନ୍ତି। ସେ ମହାଶୟଙ୍କର ଚଲାପଥ ପ୍ରଭୁ ରଘୁନାଥ ସ୍ମୃତ କରନ୍ତୁ। ବୋଲ ସିଆବର ରାମଚନ୍ଦ୍ର କି ଜୟ। ଭବାନୀ ବିଶ୍ୱାମିତ୍ର ମୁନି ଅଯୋଧ୍ୟାରେ ପରବେଶ। ଅଯୋଧ୍ୟା ବାରସ୍ପତ କାଶଏ ଋଷି ବହନ ଗଲେ। विश्वामित्र महामुनि आसिक सिंह द्वार उपस्थित हेले आपण सहित किसी कथा महाराज। जय वशिष्ठ जावाली बामन देव आदि कश्यप मंत्री सुमंत, सामंत भद्र रुंड अछंती, सभाठारे अजसुत हे जणाइला से द्वारी। समस्त भारत बुझाई आपण शीघ्र दशरथ को भेटा चलते आज्ञा महामुनि। चल दक्षिण राजन उठी कले करिले ऋषि कल्याण
विद्यावान कहेगा दीन दान। सत्य मिली जाऊं कले भाग्य कहेगा दीन दान। महर्षि आज गोटे सौभाग्य मोहर आपण को देखी ए पापनेत्र पवित्र होई कि कारणे आसीछंती कहीं संदेह मत न करंतु। ମୁଁ ସିଦ୍ଧ ବନରେ ମାନସିକ ଯଜ୍ଞ କରିଥିଲି। ଅସୁର ମାନେ ଆସି ମୋର ଯଜ୍ଞ ଭ୍ରଷ୍ଟ କରି ଅନେକ ଋଷିମାନଙ୍କୁ ବିନାଶ କଲେ। କେବେ ହେଲେ ମୋର ଯଜ୍ଞ ପୂରଣ ହୋଇପାରିଲା ନାହିଁ। ମନସ୍ଥିର ଭାବେ ବସନ୍ତେ ଆକାଶରୁ ଶୁଭିଲା ଅନ୍ତରୀୟ ଦୈବବାଣୀ। ଏହି ଦଶରଥ ରାଜାଙ୍କ କୋଳେ ଜନ୍ମିଛନ୍ତି ନାରାୟଣ ରାମ ନାମ ବହି। ସେ ଗଲେ ମୋର ଯଜ୍ଞ ରକ୍ଷା ହେବ। ଶୀଘ୍ର ରାଜାଙ୍କୁ କହି ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଅ। आकाश वचन शुणिली श्रावणे दशरथଙ୍କ कुमार। नाम रामचंद्र तांकु बेगे आण। रखिबे जाग तुमर नृपे कुह बुझाई। मोर संगे राम जीवा पाई नृपे कुह बुझाई। वशिष्ठ कहन्ति शुण नरपति विश्वामित्रଙ୍କର जाग। सुन्धासुर सुत होई उपागत। नाशन करन्ते बेग रामचन्द्रଙ୍କୁ नेबे। असुर मारी जाग रखिबे रामचन्द्रଙ୍କୁ नेबे। ମାନେ ସନ୍ତୋଷ ହୋଇବେ ରାମଚନ୍ଦ୍ରଙ୍କୁ ନେବେ। ବତ୍ସ୍ୟ ଦଶରଥ ଗୁରୁଦେବ विश्वामित्र महामुनि आसिछंती आपणक पुत्र रामचंद्रଙ୍କୁ ନେଲେ सुबाहु मारीचକୁ मारी तांकर यज्ञ रक्षा हेब। महर्षि एथिरे तुमर मत कौन? महर्षि आपण ए कोन कहउछंती महर्षि? आज जाए मु अंध होइथिली ऋष्य शृंगंक कृपारु रामचंद्र मो कोଳରେ पुत्र रूपे जन्म होइछंती। जन्म होई से मोर चक्षुदान करिछंती। आपण ए सर्व जानू जानू एहा किपरि कहउछंती गुरुदेव? ना ना महर्षि ए कथा असंभव असंभव महर्षि। केबे हेले मु रामचंद्रंकु देई परिबि नाही। सुनिंद सारथ होई स्तंभीभूत मुखपति कहे धीर।
ଲାଠି ଖେଳ ସେ ଅଯୋଧ୍ୟାପୁରର ପୁରପଲ୍ଲୀ ଦେଖି ନାହିଁ ସେ ପୁଣି ଅସୁର ମାରିବ ନା ନା ଗୁରୁଦେବ ଏ କଥା ଆପଣ ମତେ କୁହନ୍ତୁ ନାହିଁ ସେ ଅନ୍ଧାର ଘରକୁ ଦେଖିଲେ ଭୟରେ ଚମକି ଉଠି ମା ମା କହି କୋଳରେ ପଶିଯାଏ ସେ ପୁଣି ଅସୁର ବିନାଶ କରିବ କିପରି ଆପଣ ଏ କଥା କୁହନ୍ତୁ ନାହିଁ ଗୁରୁଦେବ ନା ନା ଗୁରୁଦେବ ଆପଣ ଏ କଥା ମତେ କୁହନ୍ତୁ ନାହିଁ ବିଶ୍ୱାମିତ୍ର ଭଳି ଶୁଣ ନୃପମଣି ବାମନ ମୂରତି କେଳେ ପାଦରେ ବଳିକି ପାତାଳେ ଚାପିଲେ একথা বিচার হৃদে বেগে দিও নন্দন এথি নকুহ নাহি বচন বেগে দিও নন্দন ঋষি পরে বুধ হল বেগে দিও নন্দন নৃপতি পিলা বলি ভাবিছু কি তাঙ্কু জাণু না রাজা বামন মূরতি কেড়ে ক্ষুদ্র বদাঘাত বলিষ্ঠ বলিকু পাতাড়কু চাপিଥିଲେ ଆଉ ମନରେ କିଛି ନ ଭାବି ଶୀଘ୍ର ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଏ ନଚେତ୍ ମୋହର ଏଇ କୋପାନଳରେ ତୁ ନିଶ୍ଚୟ ବିନାଶ ହେବ ମହାମୁନି ବେନିକର ଯୋଡ଼ି କହେ ଦଣ୍ଡଧାରୀ ବିଷ୍ଣୁ ଅଟନ୍ତି ବାମନ ବଳିକୁ ପାତାଳେ ଚାପିବା ଏହା କିଛି ଅସମ୍ଭବ ନୁହେଁ ମହାମୁନି ହେଲେ ମୋର ପୁତ୍ର ତ ମାନବ ସେ ବିଷ୍ଣୁଙ୍କ ସଙ୍ଗେ ସମାନ ହେବେ କିପରି ମୁନି ଅଗ୍ନି କଣିକାଏ ଥିଲେ ଯେପରି ଜାଣୁ ରାଜା ସେହି ବିଷ୍ଣୁର ଦେହ ଧରି ଜନ୍ମ ହୋଇଛନ୍ତି ତାହା ଦୈବବାଣୀ ମିଥ୍ୟା ନୁହେଁ ଅଗ୍ନି କଣିକାଏ ଥିଲେ ଯେପରି ପୃଥିବୀକୁ ଦହିପାରେ ସେହିପରି ବୁଝିବୁ ରାଜା ତୋ ପୁତ୍ରର ମହିମା ଆଉ ମନରେ କିଛି ନ ଭାବି
ଶୀଘ୍ର ମୋ ସହିତ ରାମଚନ୍ଦ୍ରକୁ ଛାଡ଼ି ଦିଅ। ଦଶରଥ କହି ସଙ୍ଗେ ଯିବି ମୁହିଁ ଚତୁରଙ୍ଗ ବଳ ନେବି। ଅସୁରମାନଙ୍କୁ ପ୍ରାଣରେ ବିନାଶୀ ଜାଗ ତୁମ୍ଭର ରଖିବି ଏ ମୁନି ଦେଲେ ଉତାର। ଯୋଦ୍ଧା ଆପଣ ଜାଣିଛି ତୁମ୍ଭର ଏ ମୁନି ଦେଲେ ଉତ୍ତର। ନାରୀ ଗୋଷ୍ଠୀରେ ଲୁଚିଥିବାର ଏ ମୁନି ଦେଲେ ଉତ୍ତର। ମହାମୁନି ଆପଣ ଯଦି କଟାଳ କରୁଛନ୍ତି ମୁଁ ନିଜେ ସେନା ସୈନ୍ୟ ନେଇ ଅସୁର ମାନଙ୍କୁ ବିନାଶ କରି ଆପଣଙ୍କ ଯଜ୍ଞ ସମାପନ କରିବା। ମହାମୁନି ଯିବା ସେହି ଅସୁରଙ୍କ ପାଶେ। କିନ୍ତୁ ହେ ମୁନି କେବେ ହେଲେ ମୁଁ ରାମଙ୍କୁ ତୁମ ହସ୍ତରେ ଦେଇପାରିବି ନାହିଁ ମୁନି। ଜାଣୁ ରାଜା, ମୋର ନାମ ବିଶ୍ୱାମିତ୍ର। ମୁଁ ମନେ କଲେ କଣ କରିପାରେ ତୁ ତାହା ଜାଣିପାରିବୁ ନାହିଁ ରାଜା। ନାହିଁ ମୁନି। ଭଲରେ କହୁଛି ମୋ ସହିତ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଏ। ନା ଗୁରୁଦେବ, ମୁଁ ମୋର ପୁତ୍ର ମନକୁ ତୁମ ହସ୍ତରେ ଦେଇ ଏ ଅଯୋଧ୍ୟାପୁରରେ ବଞ୍ଚି ରହିପାରିବିନି ମୁନି। କେବେ ହେଲେ ମୁଁ ରାମଚନ୍ଦ୍ରଙ୍କୁ ଦେଇପାରିବିନି। ଛାଡ଼ିଦେବୁ ନାହିଁ ରାଜା। ହରିଶ୍ଚନ୍ଦ୍ର ରାଜା କେତେ ଦୁଃଖ ଦୁର୍ଦ୍ଦଶା ଭୋଗିଛି। ଯେଉଁ ବିଶ୍ୱାମିତ୍ର ନାମ ଶୁଣିଲେ ସ୍ୱର୍ଗରେ ଇନ୍ଦ୍ର, ପାତାଳରେ ବାସୁକି, ଆସନ ଥରି ଯାଏ ଉପେକ୍ଷେ। ଆଜି ସେ ବିଶ୍ୱାମିତ୍ରକୁ ତୁ କଥାରେ ବୁଲାଉଛୁ ରାଜା। ସ୍ତ୍ରୀ ମେଳରେ ରହି ତେବେ ସମ୍ବାଳରେ ରାଜା ତୋର ଏ ଅଯୋଧ୍ୟା କେ ରଖିବ ଦେଖିବି ପାଷାଣ୍ଡ। ଫେରି ଯାଉଅଛି ମୁଁ। କାରଣ କରୁ କ୍ରୋଧ ହୋଇ ମୁନି ଉଠି ବଶିଷ୍ଠ ବୋଲେ ଯାଆନ୍ତୁ ରାମ ଲକ୍ଷ୍ମଣ ଅନର୍ଥ ନ କର ସୃଷ୍ଟି ଏ ଶୁଣି ରାମ ବହନ। ଆସି ପିତାଙ୍କୁ କଲେ ଦର୍ଶନ ଏ ଶୁଣି ରାମ ବହନ। ମୁନି ମାନଙ୍କୁ କରିଲେ ମାନ ଏ ଶୁଣି ରାମ ବହନ। ଗୁରୁଦେବ, ପିତାଙ୍କର ମୁଖ ଆଜି କାହିଁକି ମଳିନ ଦେଖାଯାଉଛି? ବଶିଷ୍ଠ ଶ୍ରୀରାମ ମୁଖକୁ ଚାହିଁଣ ସର୍ବବୃତ୍ତାନ୍ତ କହିଲେ। ଶ୍ରୀରାମ ପିତାଙ୍କ ମୁଖକୁ ଚାହାନ୍ତେ ବଦନ ହଲାଇ ଦେଲେ ରାମ ହେଲେ ବାହାର। ସଙ୍ଗେ ଘେନି ସୁମିତ୍ରା କୁମାର
ରାମ ହେଲେ ବାହାର। ବତ୍ସ ରାମଚନ୍ଦ୍ର, ବିଶ୍ୱାମିତ୍ର ମହାମୁନି ଆସିଛନ୍ତି ତୁମ୍ଭକୁ ନେବା ପାଇଁ। ତୁମ୍ଭକୁ ନେଲେ ତାଙ୍କର ଯଜ୍ଞ ରକ୍ଷା ହେବ, ସେଥିପାଇଁ ପିତାଙ୍କ ମୁହଁ ମଳିନ ପଡ଼ିଯାଇଛି। ଗୁରୁଦେବ, ଏଇ ଛାର କଥା ପାଇଁ ପିତା ମନେ ଦୁଃଖ ପ୍ରକାଶ କରିଛନ୍ତି କାହିଁକି? ପିତା, ଆପଣ ଏଇ ଛାର କଥା ପାଇଁ ଏତେ ମନରେ ଚିନ୍ତିତ? ଆମକୁ ବିଦ୍ୟା ଦିଅନ୍ତୁ ପିତା। ଆପଣଙ୍କ କଲ୍ୟାଣରେ ଅକ୍ଲେଶ ରାକ୍ଷସମାନଙ୍କୁ ବିନାଶ କରି ମୁନିଙ୍କର ଯଜ୍ଞ ରକ୍ଷା କରି ଆପଣଙ୍କୁ ଦର୍ଶନ କରିବୁ। ପିତା, ପ୍ରଣାମ ପୟରେ ଥାଆନ୍ତୁ ପିତା। ନାହିଁ ପୁତ୍ର, ତୁମ୍ଭେ ସେ କଥା କୁହ ନାହିଁ ପୁତ୍ର, ତୁମ୍ଭେ ସେ କଥା କୁହ ନାହିଁ। ସଙ୍ଗେ ଘେନି ସୁମିତ୍ରା କୁମାର ରାମ ହେଲେ ବାହାର। ଯାଇ ମିଳିଲେ ମାତା ଗର ରାମ ହେଲେ ବାହାର। ରାମ ହେଲେ ବାହାର। ମାତ, ମୋର ପ୍ରଣାମ ଗ୍ରହଣ କରନ୍ତୁ, ମୋତେ ବିଦାୟ ଦିଅନ୍ତୁ। ବିଶ୍ୱାମିତ୍ର ମୁନି ସଙ୍ଗେ ଯାଉଅଛୁ ଆମ୍ଭେ। ଅକ୍ଲେଶ ରାକ୍ଷସମାନଙ୍କୁ ବିନାଶ କରି ମୁନିଙ୍କର ଯଜ୍ଞ ରକ୍ଷା କରି ଆପଣଙ୍କୁ ଦର୍ଶନ କରିବୁ, ନହେଲେ ରାମ। ପିତାଙ୍କର ସତ୍ୟଭୋଗ ନ ହେବ। ରାମ, ଏଇଠି କଥା କହୁଛୁ ରେ ଧନ, ଯେ ଅନ୍ଧାର ଘରକୁ ଡରି ମା ମା କହି କୋଳକୁ ଧାଇଁ ଆସେ ମୋର, ସେ ପୁଣି ମୁନିଙ୍କ ସାଙ୍ଗରେ ଅସୁରମାନଙ୍କୁ ବନସ୍ତକୁ ଯିବ ବିନାଶ କରିବାକୁ। ଏକି କଥା କହୁଛୁ ରେ ଧନ। ଅସୁର ମାରିବା ଶୁଣି ନ କୌଶଲା ବହୁତ ବିଳାପ କଲେ। କଥା ଶୁଣିଲେ ମୋ ଦେହରୁ ପ୍ରାଣ ପକ୍ଷୀ ଛାଡ଼ି ଯାଉଛି ରେ ଧନ। ନା ରେ ବାପ, ଯିଏ ସତ୍ୟ କରିଛନ୍ତି ସିଏ ଯାଆନ୍ତୁ ଅସୁର ନିବାତି, ମୁଁ ତତେ କେବେ ହେଲେ ଛାଡ଼ିଦେବି ନାହିଁ। ମା, ତୁମେ ଏପରି ଅଧୈର୍ଯ୍ୟ ହେଲେ ପିତାଙ୍କର ସତ୍ୟ ରକ୍ଷା ହେବ କିପରି? ରାମ, ଯଦି ପିତାଙ୍କର ସତ୍ୟ ଭଗ୍ନ ହେବ ତାହେଲେ ଆମର ମଙ୍ଗଳ ହେବ ତ? ନା ମା,
ଆମକୁ ବିଦ୍ୟା ଦିଅନ୍ତୁ। ଆପଣଙ୍କ କଲ୍ୟାଣରୁ ରାକ୍ଷସମାନଙ୍କୁ ବିନାଶ କରି ମୁନିଙ୍କର ଯଜ୍ଞ ରକ୍ଷା କରି ଆପଣଙ୍କୁ ଦର୍ଶନ କରିବୁ। ରାମ ମାତାଙ୍କୁ ବୋଧିଣ ଶ୍ରୀରାମ ଲକ୍ଷ୍ମଣ ଯହୁଁ ବାହାର ହୋଇଲେ କୋଦଣ୍ଡ ଧରିଣ ତୃଣୀର କଷିଣ ମୁନିଙ୍କ ପାଶେ ମିଳିଲେ ଦେଖି ମୁନି ସନ୍ତୋଷ ସିଂହ ଦୁଆରେ ହେଲେ ପ୍ରବେଶ ହୁଏ ଦେଖି ମୁନି ସନ୍ତୋଷ ତହୁଁ ଚଳିଲେ ହୋଇ ହରସ ହୁଏ ଦେଖି ମୁନି ସନ୍ତୋଷ ମହର୍ଷି ତେବେ ଚାଲନ୍ତୁ, ଆଉ ବିଳମ୍ବ କାହିଁକି? ବାବା ରାମଚନ୍ଦ୍ର, ଆଉ ବିଳମ୍ବରେ ପ୍ରୟୋଜନ ନାହିଁ। ଆସ ବତ୍ସ। ଆଗେ ଚଳେ ମୁନି ପଛେ ଭାଇବେନି ସରଜୁକୁ ପାରି ହେଲେ ନିବିଡ଼ ବିପିନ ତାଡ଼କୀର ସ୍ଥାନ ସେହି ବନରେ ମିଳିଲେ ଦିଶେ ବଡ଼ ଅନ୍ଧାର রাত্রে মণি পেচাঙ্ক বিহার হে দিশে বড় ধার গন্ডা ভলুক আদি সম্বর হে দিশে বড় ধার ସେହି ବନେ ହେଲା ଦିନ ଅବସାନ ରାତ୍ର କତହିଁରେ ରହି ଭଲୁଙ୍କ ଗର୍ଜନ ସିଂହଙ୍କର ସ୍ୱନ ଶୁଣି ଋଷି ଭୟ ପାଇଲେ ଭୟେ ଚାହାନ୍ତି ଜହି মার্জার আখি দিশই তহি হে ভয়ে চাহান্তি জহি যহু অরুণ প্রকাশ হই হে ভয়ে চাহান্তি জহি ମୁନି ମହାଶୟ ଏପରି ଭୟ କରୁଛନ୍ତି କାହିଁକି? ଆପଣ ଧୈର୍ଯ୍ୟ ଧରନ୍ତୁ। ବାବା ରାମଚନ୍ଦ୍ର, ଯାହା କହୁଛି ଶୁଣ। মুনি বর ভণি শুণ রঘুমণি অসুরিয়ে বনে অছি বাট ভাঙ্গি ଯିବା ସେ ଜାଣି ଅଥବା ଶୁଣି ବୋଲେ ରଘୁବଂଶୀଏ ଏକ ରାକ୍ଷସୀ ଡରି ଯେବେ ଯିବାନ ପଥେ ଫେରିଏ ଏକ ରାକ୍ଷସୀ ଡରି ଜାଗ ରଖିବାକେ ମନ୍ତ କରିଏ ଏକ ରାକ୍ଷସୀ ଡରି ବାବା ରାମଚନ୍ଦ୍ର, ଏ ବନରେ ଗୋଟାଏ ବିରାଟ ରାକ୍ଷସ ଅଛି।
ସେହେତୁ ମୋତେ ଭାରି ଡର ଲାଗୁଛି। ମୁଁ ଭାବୁଛି ଏ ବାଟରେ ନ ଯାଇ ଅନ୍ୟ ରାସ୍ତାରେ ଆମେ ଯିବା। ଏ ବାଟରେ ଗଲେ ବହୁତ ଦୂର ହେବ, ଆଉ ଏ ବାଟରେ ଗଲେ ଆମ ଆଶ୍ରମକୁ ବହୁତ ନିକଟତମ ହେବ। ତେବେ କେଉଁ ବାଟେ ଯିବା ବାବା? ମୋତେ ଭାରି ଡର ଲାଗୁଛି। ମହର୍ଷି, ଆମେ ଏ ସାମାନ୍ୟ ରାକ୍ଷସୀକି ଡରି ଯଦି ଆମେ ଅନ୍ୟ ବାଟେ ଯିବା ତାହେଲେ ଯଜ୍ଞ ରକ୍ଷା ହେବ କିପରି? ନା ମହର୍ଷି, ଚାଲନ୍ତୁ ଏଇ ବାଟେ ଯିବା। ଏ ମୁଁ ତ ଶୁଣି ଧନୁରେ ଦେଲେ କଷିଣ ପରନ୍ତେ ଧାଇଲା ଶୁଣି ମହର୍ଷି, କିଛି ଭୟ ନ କରି ଆପଣ ଧୈର୍ଯ୍ୟ ଧରନ୍ତୁ। ବୃକ୍ଷ ଧରି ଅତି ବେଗ ପରବେଶ ରାମ ଆଗେ ଆସି ପର୍ବତ ପ୍ରାୟ ଶରୀର ନାଶରେ ନବିଳ ନିଶ୍ୱାସ ଛାଡ଼ନ୍ତେ ଅଣଚାଷ ବାୟୁ ବେଳ ବିସ୍ତାର କରିଛି ମୁଖ ଲହ ଲହ ଯିବା ତନ୍ତ ମାନ ଈଶ ପ୍ରାୟ ହେ ବିଷୟ ଶୋଭା ପ୍ରଳୟ ମେଘ ପରାଏ କରିଣ ଗର୍ଜନ ପ୍ରିୟମ ଲକ୍ଷଣ ଦେଖି କଲକ ତର୍ଜନ ବୃକ୍ଷ ଧରି ଉଞ୍ଚାଇଣ ପିଟିବାର ବେଳେ ଅଙ୍ଗ ଢାଳି ରଘୁନାଥ କାଟି ଜନ୍ତେ ହେଳେ ଜୟ লো নারকী, রহ ক্ষণে, এই ক্ষণি অধচন্দ্র সরাঘাতে নেবি তোর প্রাণ। ରକ୍ଷା କର ବାବା, ରକ୍ଷା କର। ବିସ୍ତାର କରିଣ ତୁଣ୍ଡ ବହନୁ ଧାମଇ ଅଧଚନ୍ଦ୍ର ସରଗୁଣେ ଜ୍ୟୋତିର ଘୁଷାଇ ଛାଡ଼ି ଦିଅନ୍ତେ ସେଇ ସ୍ୱର ଚଳିଲା ବହନ ଅସୁରୀ ଦେହ ପଡ଼ନ୍ତେ ଗଲା ତା ଜୀବନ ଜୟ ନିର୍ଘାତ ଶବଦ କରି ମଲା ରାକ୍ଷା ଶୁଣି ଦିବ୍ୟ ରୂପେ ବାହାରିଲା କହି ସ୍ତୁତି ବାଣୀ ସ୍ୱର୍ଗପୁରେ ଚଢ଼ିଗଲା ଦେବେ କଲେ ଜୟ ବିଶ୍ୱାମିତ୍ର ବଡ଼ ତୋଷ କହିବାର ନୋହେ କି ଭାଗରୁ ଦଶରଥ ହେଲେ ୟାଙ୍କ ତାତ ବିଦ୍ୟା ଗୁରୁ ହୋଇ ଯଶ ହେବ ମୋ ବିଖ୍ୟାତ ବାବା ରାମଚନ୍ଦ୍ର, ଧନ୍ୟ
ଧନ୍ୟ ଧନ୍ୟ ତୁମ ପିତା ମାତା, ଧନ୍ୟ ତୁମର ମହିମା ବଳ। ତୁମର ଯୁଦ୍ଧରେ ମୁଁ ବଡ଼ ଆନନ୍ଦିତ ହେଲି। ଏବେ ଧନୁଷର ଦୀକ୍ଷା ପ୍ରଦାନ କରିବି। ଏବେ ଚାଲ ସ୍ନାନ ତର୍ପଣ ସାରିବା। ଏତେ ଭାଳି ମୁନି ସ୍ନାନ ବିଧି ବଢ଼ାଇଲେ, ଜୟ ବିଜୟ ମନ୍ତ୍ର ଶ୍ରୀରାମଙ୍କୁ ସେ ଦେଲେ। ଧନୁଷର ଦୀକ୍ଷା ଦେଇ କହେ ଗାଧି ସୁତ, ସୁମରନ୍ତେ ଶସ୍ତ୍ରମାନ ହେବେ ଉପଗତ। ବାବା ରାମଚନ୍ଦ୍ର, ତୁମର କ୍ଷତ୍ରି ବୁଦ୍ଧି ଦେଖି ମୁଁ ଅତି ଆନନ୍ଦିତ ହେଲି। ସେହେତୁ ମୁଁ ତୁମକୁ ଧନୁଅସ୍ତ୍ର ବିଦ୍ୟା ଏବଂ ଜୟା ବିଜୟା ମନ୍ତ୍ର ପ୍ରଦାନ କରୁଛି। ଯୁଦ୍ଧ ବେଳେ ତୁମେ ଯେଉଁ ଅସ୍ତ୍ରକୁ ସୁମରଣ କରିବ ସେ ତୁମକୁ ପ୍ରାପ୍ତ ହେବ। ଏହି କଥା ମୋର ଅସ୍ତୁ ହେଉ। ଏବେ ଚାଲ ବାବା ସିଦ୍ଧବନ ପ୍ରଦକ୍ଷିଣ କରିବା। ଏ ଅସ୍ତୁ ବୋଲନ୍ତେ ଶ୍ରୀରାମ ସନ୍ତୋଷ ହୋଇଲେ, ଅନଙ୍ଗ ନରେନ୍ଦ୍ର କହେ ସିଦ୍ଧବନେ ଗଲେ ଜୟ। ମାତା ମୋହରି ବାହାର ଶୁଣି ସୁବାହୁ ମାରିଛେ, ମାରିଯାଅ। ଏ କାହାର ଗର୍ଜନ? ମାତାଙ୍କର ତୁଣ୍ଡ ପ୍ରାୟ ଶୁଭୁଅଛି। ଆଗକୁ କ'ଣ ବିପତ୍ତି ପଡ଼ିଲା? ମାରିଯାଅ। ଶୀଘ୍ର ତାର ପଥ ଅନ୍ୱେଷଣ କରି ଶୀଘ୍ର ଚାଲ। ମାତା ମୋହରି ବାର ଶୁଣି ସୁବାହୁ ମାରିଛେ, ଏ ଗୁଣ ସୁମରିଣ ଦେର ବନ କଲେ ଉଠେ। ମାତା ପଡ଼ିଥିବା ସ୍ଥାନେ ପ୍ରବେଶ ହୋଇଲେ, ଏ ପାଦ ଚିହ୍ନ ଧରି ସିଦ୍ଧ ବନକୁ ଚଳିଲେ। ଅନେକ ସୈନ୍ୟ ସଙ୍ଗ ଥରେ ଗଲେ ଚଳି, ସୂର୍ଯ୍ୟ ତେଜ ନଦୀ ସଇ ଉଡ଼ିବାରେ ଧୂଳି। ଏଥୁ ଅନ୍ତେ ଆନରସ ଶୁଣ ହେ ସୁଜନେ, ଏ ବିଶ୍ୱାମିତ୍ର ସଙ୍ଗେ ରାମ ଗଲେ ସିଦ୍ଧ ବନେ। ଶ୍ରୀରାମଙ୍କ କର ଧରି ବିଶ୍ୱାମିତ୍ର ଯତି, ଜଣ ଜଣ କରି ଋଷି ଆଶ୍ରମ ଚିହ୍ନାନ୍ତି। ଦେଖୁଛନ୍ତି ଏ ମୋର ଯଜ୍ଞକାରୀ ମାନଙ୍କର ଆଶ୍ରମ। ଏମାନଙ୍କର ବହୁତ କଠୋର ତପସ୍ୟା। ଏମାନଙ୍କୁ ଆମେ ଯଜ୍ଞ ସ୍ଥାନରେ ଦେଖିପାରିବା। ଏବେ ଚାଲ ବାବା ଆଶ୍ରମ ନିକଟକୁ ଯିବା। କେକରେ ସମାଧି ଯୋଗ ପଞ୍ଚାଗ୍ନି ସ୍ଥାପନ, କେହୁ ଉର୍ଦ୍ଧ୍ୱ ବାହୁ
ବିଶ୍ୱାମିତ୍ରଙ୍କ କୋଳରେ ଶ୍ରୀରାମ ବସିଲେ। बाबा रामचंद्र बस ही आसन एबे सर्व ऋषि माने यही स्थान को आसीबे। बानप्रस्थ भिक्षु आदि आश्रमे मिलिले समस्त ऋषि की जे श्री राम मान कले। କଥା ହୁଅନ୍ତେ ନ ତହୁଁ ହେଲା ରାତ୍ରି ଅର୍ଦ୍ଧ ମେଲାଣି ହୋଇଣ ଯେ ଚଳିଲେ ଋଷି ସଦ। ऋषिवृंदे एई दशरथ राजांकर पुत्र यांको साहाय्य रे आम्भे माने यज्ञ समापन करिबा। हाँ सुन पथरे ताड़ती विनाश होईछि आउ बाकी रहिले सुबाहु मारिच एमानक हस्ते सेमानकर बध कले आमर दुर्दशा मोचन हेबो। यांकर नाम रामचंद्र आउ यांकर नाम लक्ष्मण। विश्वामित्रଙ୍କ पुरे श्रीराम बेनी भाई भोजन करि सारिण मृग छाले सोई एथु अन्ते मिशि जहु होइला कशेष। कराब शुणिण उठिले रघुशीष स्नान विधि करि नित्य कर्म बढ़ाइले सर्व ऋषि माने आसी प्रवेश होइले अंकी दिगंबरी दंडी निर्वाणी सेई सूत्रधारी नस्करी मिलिले सर्वे तोई जाग करंतु बोइले जहु रामचंद्र विश्वामित्र ऋषि सर्वे होइले आनंद। विलंब काहींकि एबे यज्ञ आरंभ करंतु। हे बाबा रामचंद्र तुमे असुरଙ୍କ प्रति दृष्टि रखि थाओ। ऋषिवृंदे आसो यज्ञ आरंभ करिबा। ओम ग्रीं कृष्णाय गोविंदाय गोपीजन वल्लभाय स्वाहाय कृष्णाय। ओम ग्रीं कृष्णाय गोपीजन वल्लभाय स्वाहाय कृष्णाय। ओम कृष्णाय गोविंदाय गोपीजन वल्लभाय स्वाहा। ओम ग्रीं कृष्णाय ओम ग्रीं कृष्णाय गोविंदाय गोपीजन वल्लभाय स्वाहा।
कृष्णाय ओम गई कृष्णाय गोविंदाय गोपीजन वल्लभाय स्वाहा कृष्णाय स्वाहा ओम हरि कृष्णाय गोविंदाय गोपीजन वल्लभाय स्वाहा ओम हरि कृष्णाय गोविंदाय गोपीजन वल्लभाय जागारंभ करिले वेद मंत्र पढ़ी गोविंदाय गोपीजन ये समय असुरंग सुभिरा देराड़ी ओम ब्रह्मणे स्वाहा ओम दशदेवलाय स्वाहा ओम कृष्णाय गोविंदाय ପଶୁମାନଙ୍କର ଯଜ୍ଞ ଆରମ୍ଭ ହେଲାଣି। ଚାଲ ଶୀଘ୍ର ତାଙ୍କୁ ମାରି ଭକ୍ଷଣ କରି ଆମ ଭିତରେ ଶାନ୍ତ କରିବା। ରାକ୍ଷସ ପଲ କିପରି ବିକଟାଳ ମୂର୍ତ୍ତିମାନ ଧାରଣ କରି ଆମ୍ଭ ଆଡ଼କୁ ମାରି ଆସୁଛନ୍ତି। ଶୀଘ୍ର ଧନୁଶର ଧରି ଯୁଦ୍ଧକୁ ପ୍ରସ୍ତୁତ ହୁଅ। ରେ ଦୁର୍ଦ୍ଦାନ୍ତ କଣ ବେ ରହ କ୍ଷଣେ ମାତ୍ର। ଯେ କି କାଳ ତୁମର ସମ୍ମୁଖେ ଉପସ୍ଥିତ। କ୍ଷଣେ ମାତ୍ର ଅପେକ୍ଷା କର। ତର ତରେ ଧନୁରେ ରାଇ ଦେଇ ଗୁଣ ରହ ରହ ଡାକୁଛନ୍ତି ହେ ରଘୁକୁଳ ରାଣ ଶବଦକୁ କରନ୍ତେ ଅସୁରେ ସୁନା ଶିର ଭୟ କମ୍ବିଲା ସ୍ୱର୍ଗରେ ଏପରି ରାନୀ ଖୁସି ରାମ ବେଣୀ ଭିଡ଼ିଲେ ଲକ୍ଷ୍ମଣ ସହିତେ ଅତି ଶୀଘ୍ର ଚଳି ଗଲେ ସୁବାହୁ ମାରି ଶଙ୍କର ଆଗେ ହେଲେ ଯାଇ ଅନଙ୍ଗ ନରେନ୍ଦ୍ର କହେ ରାମ ପାଦ ଧ୍ୟାଇ ଜୟ ସୁବାହୁ ମାରିଛ ଧାଇଲେ ଦେଖି ରାମ ଲକ୍ଷ୍ମଣ ସତେପୁର କରି ବେଡ଼ିଲେ ସର୍ବ ରାକ୍ଷସ ଗଣ କଳା ମେଘ ଭେଦି ଦିଶଇ ଜେନେ ଚନ୍ଦ୍ର କିରଣ ସେ ପ୍ରକାରେ ରାମ ଦିଶନ୍ତି ରାକ୍ଷସଙ୍କ ମଧ୍ୟେଣ ସୁବାହୁ ମାରିଛ ପିଟନ୍ତି ଗଦା ପରିଗ ଶୂଳ ସରରେ ବହନ କାଟିଲେ ହେଳେ କୌଶଲ୍ୟା ବାଳ ଅନେକ ସନ୍ନଧା ମନ୍ତ୍ରୀ ଯେ ବୀର ଲକ୍ଷ୍ମଣ ହାଣି ଖଣ୍ଡ ଖଣ୍ଡ ହୋଇ ପଡ଼ିଲେ ନଦୀ ସଇ ଧରଣୀ ବାଣାଘାତ ଅତି ବିକଳେ ମାତା ପିତାଙ୍କୁ ଡାକି ଖୋଜି ଲୋଡ଼ି ବୀର ଲକ୍ଷ୍ମଣ ମାରି ନ ରଖିବାକି ମାରିଚକୁ ଦେଖି ଶ୍ରୀରାମ ବେଶୀ ପବନ ବାଣେ ପକାଇ ଦେଲେ ସେ ନାରାଜ ତାକୁ ଲକ୍ଷେ ଯୋଜନେ ତାହା ଦେଖି କରି ସୁବାହୁ ଅତି କ୍ରୋଧରେ ଧାଇଁ ଅନଳ ସରରେ ଶ୍ରୀରାମ ତାକୁ ଦେଲେ ଜଳାଇ ସୁବାହୁ ମାରିଛ ମାରିବା ଶୁଣି ମୁନି ମିଳିଲେ
ହେଲେ ଧନ୍ୟ ବାବା ରାମଚନ୍ଦ୍ର, ଧନ୍ୟ। ଆଜିଠାରୁ କୌରବମାନଙ୍କ ଭୟରୁ ଆମ୍ଭେମାନେ ରକ୍ଷା ପାଇଲୁ। ଆମ୍ଭମାନଙ୍କର କଲ୍ୟାଣରୁ ତୁମକୁ ଲକ୍ଷ୍ମୀ କନ୍ୟା ପ୍ରାପ୍ତ ହେଉ। ହୋମ ଆରମ୍ଭ କଲେ ରସେ ସେ ପାଇଲେ ହସି ତ୍ରିଶଙ୍କୁ ସେ ଅଧା ସ୍ୱର୍ଗେ ବାସ ହେଲେ ମୁନିକୁ ଶ୍ରୀରାମ ବୋଇଲେ ଆମ୍ଭେ ଯିବୁ ଭୁବନ ବିଶ୍ୱାମିତ୍ର ବୋଲେ ବୁଲି ନ ଯିବା ବିପୁଳ ବନ ଗୁରୁଦେବ, ଆମକୁ ବିଦାୟ ଦିଅନ୍ତୁ, ଆମ୍ଭେ ଏବେ ଅଯୋଧ୍ୟାକୁ ଯିବୁ। ବତ୍ସ ରାମଚନ୍ଦ୍ର, ଏହି କାମାକ୍ଷା ବନର କିପରି ଶୋଭା ତାହା ତୁମେ ଦେଖି ଅଯୋଧ୍ୟାକୁ ଫେରିଯିବ। ଏତେ କହି ମୁନି ସହିତେ କାମ କହବନେ ଗଲେ ଗୌତମଙ୍କର ଆଶ୍ରମ ଠାରେ ପ୍ରବେଶ ହେଲେ ଶ୍ରୀରାମଙ୍କୁ ମୁନି ଚିହ୍ନାନ୍ତି ଋଷିଙ୍କ ବାସସ୍ଥାନ ଅନଙ୍ଗ କହିଗଲା ହୋଇ ଜୀବନ हेलो हेलो चली ଆରି ଅହଲ୍ୟାକୁ ସାପ୍ୟ ଦେଲେ ମୁନି ମନରେ ବହିଣ ରୋଷ ହେ ଶ୍ରୀରାମ ହୋଇଛି ପାଷାଣ ଦେଇ ସେ ପାଦକୁ ଅନୁସରି ରହି ହେ ଶ୍ରୀରାମ ହୋଇଛି ପାଷାଣ ଦେଇ।
ରଙ୍ଗ ଛାପିରେ ପାଷାଣ ହୋଇ ପଡ଼ିଛି। ତୁମର ପାଦ ଲାଗିଲେ ସେ ମୁକ୍ତି ହେବ ବାବା। ଆଉ ବିଳମ୍ବ ନ କରି ଶୀଘ୍ର ପଦ ଲଗାଇ ଦିଅ। ଗୁରୁଦେବ, ଗୌତମ ମହର୍ଷି କ୍ରୋଧାନ୍ୱିତ ହୋଇ ତାଙ୍କର ପତ୍ନୀକୁ ଏତେ ବଡ଼ କଠୋର ଶାପିୟ ଦେଲେ କାହିଁକି? ବାବା ରାମଚନ୍ଦ୍ର ଏବେ ତାହାର ଅପୂର୍ବ ବୃତ୍ତାନ୍ତ ମାନ କହୁଅଛି। ସ୍ୱର୍ଗପୁରେ ନାରୀ ଉର୍ବଶୀ ସୁନ୍ଦରୀ ବଡ଼ ଗର୍ବ ସେ କରିଲା। ऋषि शाप देले इंद्र देहे
ସତ୍ୟ ଯୁଗରେ ଉର୍ବଶୀ ସୁନ୍ଦରୀମା ପଡ଼େ ଗର୍ବ କରିବାରୁ ତାହା ସହି ନ ପାରି ସତ୍ୟ ଗୁଣରେ ଅହଲ୍ୟାକୁ ନିର୍ମାଣ କଲେ। ସେହି କନ୍ୟା ରୂପକୁ ଦେଖି ଇନ୍ଦ୍ର ସୂର୍ଯ୍ୟ ଲୋଭ କଲେ। ବ୍ରହ୍ମା ଆଜ୍ଞା ଦେଲେ ଯେ ପୃଥିବୀ କ୍ଷଣ ମାତ୍ରେ ବୁଲି ଆସିବ, ସେହି କନ୍ୟାକୁ ବିବାହ ହେବ। ତାହା ଶୁଣିଲା ମାତ୍ରେ ଇନ୍ଦ୍ର ସୂର୍ଯ୍ୟ ପୃଥିବୀ ବୁଲିବାକୁ ଗଲେ। ଗୌତମ ଋଷି ଧାତ୍ରୀଙ୍କ ସେବାରେ ଉପଲବ୍ଧ ଥିଲେ। ସେଥିରେ ସେ ସନ୍ତୁଷ୍ଟ ହୋଇ ସେହି କନ୍ୟାକୁ ବିବାହ ଦେଲେ। ଆଉ ଇନ୍ଦ୍ର ସୂର୍ଯ୍ୟ ପୃଥିବୀ ବୁଲି ଆସି ଦେଖନ୍ତେ ଲଜ୍ଜା ପାଇ ବାଞ୍ଛା ବଟ ତଳେ ମନାସି ଗୌତମ ରୂପକୁ ଗୁପ୍ତରେ ଧରି ଅହଲ୍ୟାଙ୍କ ସହିତ ପ୍ରୀତି କଲେ। ତାହା ଋଷି ଜାଣି ଶାପ୍ୟ ଦେଲେ, ଇନ୍ଦ୍ର ତୋ ଦେହରେ ସହସ୍ର ଯୋନି। ଆଉ ସୂର୍ଯ୍ୟ ଦେବତାଙ୍କୁ କହିଲେ ତୋତେ ରାହୁ ଗ୍ରାସ ହେବ। ଅହଲ୍ୟାକୁ କ୍ରୋଧରେ ପାଷାଣ କରି କହିଲେ ତ୍ରେତୟା ଯୁଗରେ ବିଷ୍ଣୁ ଶ୍ରୀରାମ ଅବତାର ନେବେ, ତାଙ୍କର ପାଦ ଲାଗିଲେ ସେ ମୁକ୍ତି ପାଇବ। ବାବା ରାମଚନ୍ଦ୍ର ଶୀଘ୍ର ମୁକ୍ତି କର ତାଙ୍କୁ। ତାଙ୍କ ଦେହରେ ମୁଁ କିପରି ପଦ ଲଗାଇବି? ବାବା ରାମଚନ୍ଦ୍ର ତୁମେ ତ ସ୍ୱୟଂ ବିଷ୍ଣୁ, ମହିଭାର ଉଶ୍ୱାସ କରିବା ପାଇଁ ଧରା ତଳେ ଜନ୍ମିଅଛ। ତୁମେ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ତୁମର ଏ ଅବତାର। ମୁଁ ଆପଣଙ୍କ କଥାରେ ପଦ ଲଗାଉଛି। ଋଷି ପତ୍ନୀ ତୁମେ ମୋର ମା ହେବ। ମୁଁ ପଦ ଲଗାଉଛି, ମୋର ସମସ୍ତ ଦୋଷ କ୍ଷମା କରିଦେବ। ଆଜ୍ଞାରେ ପାଦ ଲଗାଇଲେ ପାଷାଣ ଶ୍ରୀରାମଚନ୍ଦ୍ର। माता
प्रभु रामचंद्र महाश्यापारू मुक्ति कल मते तुम्हें स्वयं नारायण राम अवतार नहीं अच तुम्हें जुगे जुगे तुमर कीर्ति जुगे जुगे तुम कीर्ति अवतार हो जन्मे जन्मे तुम नाम तहुँ श्री राम प्रदक्षिण कले मध्याखंड निवासी टांगिया माँ टांगिया माँ कुआरे बोलू आइलो 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 कुआरे जाइलु कहलु कहलु खाइया गुआणीछु हां कोउदिन केते बेळ गलाय तो एतो बसी के आउछु आ कोन बेळ बुडी जाई ताही बाटरे पाइले हां 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 अरे भाई तो टांगिया बा ती आइ जाइलु आइया तो आइलु आइलु जाइलु देखिलाउ तू जाउनु से तो थारु टिके बुली के आसीबु बापा थोई की जा जा देख देख देखी क्या कुआ गला के सेरा को चढ़ावला पखाळ व्यतीत तू आनी जो बिस्कुटू ये पेळरे मु पका दिन जाक पेली पेली आइलाई तो बसी के बिस्कुटू खाइबी आय मु गाथे भी कोठी कइला गाथेया कथा कहू अरे सारे बिस्कुटू कथा था किए एरा को खायो सुनिलाउ बड़ कथा हे भगवान कोन करिवा आय गोटे बाजी साथी रे एडिकी एडिकी पिला जोड़े आसिले आसिकी जहा बुला बुली कले
से देखिले जे बाजी कोण बतेइला से पिला तो खाली हाथ एंती धरियो कोण हाथ न भूल कहला भाई गोड़ गोड़ अरे टेकीची हेले को टेकीची हेले को तो यार खसीची हाथ न गोड़ एबे कौन हैला कहला कहला तू माइक ने हे गला माइक कौन आउ करियो अब गाते नि तो हाथ तिरी के गाधेयाकू ओ देखियो हे टांगे बाप ओ तमे तांको चिन्हि जडी ना ना चिन्या कथा दूरे थाउ ताऊ देखिने चिन्या कथा कहूचू तमे केबे हेले तांको ना रे बसैयनी नहीं नहीं नले हमर संसार डुबी जीवा खराब होबनी तो आइ बसैयनी नाही कजी तमे कहू तो खराब होबा कथा हमको छाड़ी के आउ बच्चा को माइक ने आइছো आ तमे आनियो एबे को माइक ने आइছো नाई 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 आमे बसैबानी पाखरे तोड़ीबा देखिले हां हाउ हमर चलो देखिबा तमे रक्षा प्या करी रेडी कर रख दो पखाला आउ चलीबोनी गरम गरम जोड़े करू हां हाउ 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 एथु अन्ते सुन जने अपूर्व चरित अपूर्व चरिता एठारु भये पळाई गला कइबर्त विश्वामित्र श्रीरामଙ୍କୁ କହିଲେ ଏ ମନ୍ତ ଋଷିମାନଙ୍କ ଆଶ୍ରମ ବୁଲିଣ ଦେଖିବା ବୁଲିଣ ଦେଖିବା ଆନନ୍ଦେ କାମ୍ୟଙ୍କ ବନ ଭ୍ରମଣ କରିବା ରଘୁନାନ ଋଷିମାନେ ମିଳିଲେ ବହନ ଏବେ ଚାଲ ଋଷିମାନଙ୍କର ଆଶ୍ରମ ବୁଲିକରି ଦେଖିବା କିପରି ନାରାୟଣଙ୍କ ପ୍ରତି କଠୋର ତପସ୍ୟା। ପାର୍ବତୀ ଆଗରେ ଯେ କହନ୍ତି ସଦାଶିବ କହନ୍ତି ସଦାଶିବ ମିଥିଳାକୁ ଆଗମନ କରିଲେ ନାରଦ ରାମ ନାମ କରୁଛନ୍ତି ବୀଣାରେ ଗାୟନ
महर्षि नारद विजय करिछथि मोर मिथिलापुर जाए मुई पाछोटी आनिबि तांकु मिथिला राज सभा शास्त्र मंत्री घेनिण जे जनक राजन जनक राजन सीताराम जय सीताराम। देवर्षि नारद आपण आगमने राजप्रसाद मोर भाग्यशाली है कहतु महर्षि आगमनर वार्ता। जनक महर्षि ये सब आयोजन कारण नारद महर्षि मोर कन्या लगी ए राजसभार आयोजन करी लक्ष्य राजा को निमंत्रण करी। नारद कहते सुन जनक राजन जनक राजन स्वयं लक्ष्मी सीता तांको अनेके वर्जन नारायण धरा मध्य होइछन्ति जन्म स्वयं लक्ष्मी सीता तुम कोले जन्मिचंती लक्षे राजा हेले मध्य तांकर स्वामी को योग्य स्वयं नारायण ए धरा माधे जन्म होइचंती से निश्चय तांकु प्राप्त हेबे। जनक कहन्ति मोरे करुणा करिबे करुणा करिबे ठाकुर मोर जामाता होइबे भाग्य मोर दर्शन करिबि से पयर हेबे बसुणी माहे मोहर उतार
ଆରାଧ୍ୟ ଠାକୁର କ'ଣ ହୋଇବେ ଜାମାତା ମୋହର? ସତେ କ'ଣ ଏହି ଭାଗ୍ୟ ହୋଇବ ମୋହର? କୁହନ୍ତୁ କୁହନ୍ତୁ ଜନକ ମହର୍ଷି, ନ କରିଣ ମାୟା ମୋ ଠାରେ। କୁହନ୍ତୁ କିପରି ସମର୍ପିବି କନ୍ୟାକୁ ମୁଁ ତାଙ୍କୁ, ଆଉ କିପରି ଚିହ୍ନିବି ମୁଁ ତାଙ୍କୁ? ବିଜୟ ନୃପତି, ନାରାୟଣକୁ ଚିହ୍ନିବା ଯେପରି ବ୍ୟବସ୍ଥା କହୁଛି ଶୁଣୁ। ନାରଦ କହନ୍ତି ଯେଣୁ ଶିବ ସରାସନ, ଶିବ ସରାସନ ପୀଢ଼ କରିଥୁଅ ନେଇ ସ୍ୱୟଂବର ସ୍ଥାନ ଗୁଣ ଦେଇଲେ, ବିଷ୍ଣୁ ବିନା ନ ପାରିବେ କେହିଲେ। ନୃପତି, ବ୍ରହ୍ମା ନିମିତ୍ତ ଯେଉଁ ଶିବଧନୁ ତୁମର ମନ୍ଦିରରେ ଅଛି ତାହାର ବଳ ଅକାଳନା। ସେ ଧନୁକୁ ଏ ସଭା ମଧ୍ୟରେ ପୀଢ଼ କରି ରଖ। ବିଷ୍ଣୁ ବିନା ସେ ଧନୁରେ ଗୁଣ ଦେବାକୁ ଏ ତ୍ରିପୁର ମଧ୍ୟରେ କେହି ନାହାନ୍ତି। ମୋ କଥା ମନେ ରଖିଥାଅ। ମୁଁ ଏବେ ବିଦାୟ ନେଉଛି। ଏତେ କହି ନାରଦ ଯେ ଶୂନ୍ୟ ମାର୍ଗେ ଗଲେ, ଶୂନ୍ୟ ମାର୍ଗେ ଗଲେ। ମାନେ ମିଳିଲେ ସତର ମିଥିଲା ରହେ, ରାଜା ମାନେ ମିଳିଲେ ସତର। ईश्वर कहती देवी पार्वती गो सुन, पार्वती गो सुन। विश्वामित्र को श्री राम कहती सन तपदान, जीवु आंभे अयोध्या भुवन। बाबा रामचंद्र आउ एक कथा कहूची सुन। विश्वामित्र हस हस होइण कहती, होइण कहती। जनक ऋषि पालिता पृथ्वी दुईटी सीता जान, मिथिलारे होइछन्ति जन्म। ताकू है बबीबा, ताकू है बबीबा। लक्षे राजा मिथिलारे करूछन्ति सभा रघुवर, जीवा चाल जनकଙ୍କ पुर।
ବାବା ରାମଚନ୍ଦ୍ର ଚାଲ ଏବେ ମିଥିଳାକୁ ଯିବା। ଜନକଙ୍କ ରାଜଜେମା ସୀତା ଦେବୀଙ୍କ ସକାଶେ ଲକ୍ଷେ ରାଜା ଆସି ସ୍ୱୟଂବର ହେଉଛନ୍ତି। ଯେ ଶିବଧନୁ ଭାଙ୍ଗିବ ସେ ସୀତାଙ୍କୁ ବିବାହ ହେବ। ଚାଲ ଏବେ ମିଥିଳାକୁ ଯିବା। ଗୁରୁଦେବ, ମୁଁ ମିଥିଳାକୁ କିପରି ଯିବି? ତେଣେ ପିତାମାତା ଆମକୁ ନ ଦେଖି ବଡ଼ ଆକୁଳ ହେଉଥିଲେ। ଆମକୁ ଅଯୋଧ୍ୟା ଯିବାକୁ ଏବେ ବିଦାୟ ଦିଅନ୍ତୁ। ବାବା ରାମଚନ୍ଦ୍ର, ମୁଁ ଯାହା କହୁଛି ଏବେ ଶୁଣ। ସେ ସୀତା ସାମାନ୍ୟ କନ୍ୟା ନୁହେଁ, ତାହା ତୁଳନାରେ ଏ ପୃଥିବୀରେ ନାହିଁ ନଥିବା କନ୍ୟା। ଏବେ ଶ୍ରବଣ କର। ଗୌତମ ନାରୀ ଶିଳା ହୋଇଥିଲା ପୁଣ, ହୋଇଥିଲା ପୁଣ। ସୀତାଙ୍କର ପାଦ ଘଷା ପାଷାଣଟି ଦାଣର ଘୁଷୁତ ହେ, ସ୍ୱୟଂ ଲକ୍ଷ୍ମୀ ହୋଇଛନ୍ତି ଜାତ ହେ। ବତ୍ସ ରାମଚନ୍ଦ୍ର, ଜନକ ରାଜଜେମାଙ୍କୁ ସାମାନ୍ୟ କନ୍ୟା ବୋଲି ମନେ କଲ। ଯୋଉ ଅହଲ୍ୟା ସ୍ୱରୂପ ସତ୍ୟ ଗୁଣରେ ନିର୍ମିତ, ସେ ତାଙ୍କୁ ଯାହାକୁ ନେତ୍ରରେ ଦେଖିଲେ ହର ବ୍ରହ୍ମା ହୋଇବେ ମୋହିତ। ବୈକୁଣ୍ଠପୁରରେ ତାଙ୍କର ଜନ୍ମ, ସେ ହେଉଛନ୍ତି ସ୍ୱୟଂ ଲକ୍ଷ୍ମୀ। ତୁମ ବିନା ସେ ଧନୁରେ କେହି ହେଲେ ଗୁଣ ଦେଇପାରିବେ ନାହିଁ। ତୁମେ ମନରେ କିଛି ନ ଭାବି ଚାଲ ସେ ସ୍ୱୟଂରେ ଦେଖିବାକୁ ଯିବା। ମହର୍ଷି, ଆପଣଙ୍କୁ କେଉଁ କଥା ବା ଅଜଣା ଅଛି? ତେବେ ଚାଲନ୍ତୁ। ଶୁଣିଣ ଶ୍ରୀରାମଚନ୍ଦ୍ର ଆନନ୍ଦ ହୋଇଲେ, ଆନନ୍ଦ ହୋଇଲେ। ଶିବା ବୋଲିବେନି ଭାଇ ସନମତ କଲେ ଧନୁ ଧରିଲେ, ବାହାରିଲେ ରଘୁକୁଳ ସିରିଏ। ଏଠାରୁ ଯାଇଣ ଗଙ୍ଗା କୂଳେ ବେଗେ ହେଲେ, କୂଳେ ବେଗେ ହେଲେ। ପରିବର୍ତ୍ତନ ଶୁଣିଲା ମୁନି ଡାକ ଦେଲେ ରଘୁସୂତ ହେ, ବୋଇଲେ ବଧିର କଇ ବ୍ରତ ହେ। କଇବ୍ରତ, କଇବ୍ରତ, ଆଗ ଏପାରିକୁ ଆଣ, ଆମେ ଆର ପାରିକୁ ଯିବୁ। ବାବା ରାମଚନ୍ଦ୍ର, ଜଳର ଢେଉର ଆବାଦରେ ତାକୁ ଶୁଭୁ ନାହିଁ। ବୋଲେ କୈବର୍ତ୍ତ ବଧିର ନୁହଇ ହେ ବୀର, ନୁହଇ ହେ ବୀର। ପାଦ ଲାଗି ଶିଳା ହେଲା ରମଣୀ ଶରୀର ନାବେ ମୋର ଏ, ବସାଇଲେ ହେବ ସେ ପ୍ରକାର ଏ। କାଷ୍ଟ ପାଷାଣରେ ଭେଦା ଭେଦ ନାହିଁ କେବେ, ଭେଦ ନାହିଁ କେବେ। ନାବରମଣୀ ହୋଇଲେ ମୋ ବଂଶ ବୁଡ଼ିବେ ବାଳ ନାରୀଏ, ଅର୍ଣ୍ଣ ବିନା ବଞ୍ଚିବେ କି ପରିଏ। ପାଦ ଧୋଇଲେ ନାବରେ ବସାଇବି ମୁଇଁ, ବସାଇବି ମୁଇଁ।
ଦୟାକୁ ବହିଲେ ନିରନ୍ତରେ हे धनुर्धर वीर मु बधिर नुहे आपणक डाक मत शुभुछि आपणक मो नाबरे मु केबे हेले बसाई देबी नहीं देखु देखु तुम पाद लगी पत्थरटा माइकिना हो गला मो नाटा जदि माइकिना हो ताले मो संसार भासी जीव सिना मो पिला छुआ आहार बिना मरी जीवे भाई आमे बसेयानी आम नाटा जदि माइकिना हो जीवो आम पिला कुटुंब किए बसियो कहलु आपण जदि आज्ञा देबे तुम पाद धोई बसन रे पोछि मो नारे आपण को पारी कर देबी ता नहले मो केबेले मो नारे बसाई देबी नहीं धीवर मो पाद धोइबु तो ताले शीघ्र धुओ मु सेतिबाई मना करू नाही বহিলে নিরন্তরে পয়র ধৌত করি বসনে পছিলা তারপরে বিজয় কর বলি না কহিলা বিশ্বামিত্র বলন্তি ধনরে করি ব্রত হর ব্রহ্মা দেব যার পাদকু দর্শন পাইବାକୁ মহাযোগে ହୋଇଛନ୍ତି ନଗ୍ନ କି ଭାଗରୁଏ ପଙ୍କଜ ଚରଣ ତୁ ଧୋଇନୁ ରେ ଧନ୍ୟ ଧନ୍ୟ ଗରିବ୍ରତ ଧନ୍ୟ କେତେ ପୁଣ୍ୟ ବେଳେ ଆଜି ପାଦ ଧୋଇଲୁ ହର ବ୍ରହ୍ମା ଯାହାର ପାଦ ଧୋଇବାକୁ ଅକ୍ଷମ ତୁ ଆଜି ବହୁ ପୁଣ୍ୟ ବେଳେ ସେ ପାଦ ଧୋଇଲୁ ଶ୍ରୀରାମ ସହିତ ମୁନି ନା ପରେ ବସିଲେ ଭଗୀରଥ ଗଙ୍ଗା କୃପା ରାମ ପଚାରିଲେ କହେ ମୁନିଏ ତୁମ୍ଭ ବଂଶେ ଭଗୀରଥ ଜନ୍ମିଏ ନଗର ସୁତ କପିଳ ସାପେ ଜଳୁଥିଲେ ବିଷ୍ଣୁଙ୍କ ପାଦରୁ ମଞ୍ଚେ ଗଙ୍ଗା ବୁହାଇଲେ ଗାଧି ଶିଷଏ କହନ୍ତି କୁଳେ ନବ ପ୍ରବେଶ ନାବୁ ଓଲାଇଣ ତହୁଁ ପଥ ବାହି ଗଲେ ଧୀବରକୁ ବହୁ ଧନ ପ୍ରଦାନ
ସବୁ ଯାକ ବହସ ବୁଡ଼ିଗଲା ଆମର ଆଉ ଆରେ ସେ ଜଟିଆର କୁଆଡ଼େ ଗଲେ କି ରେ ଆରେ ପଇସା ପାଇଲୁନୁ ମୁଁ ଭାବିଲି ତୁ ରଖିଦେଇଛୁ ତୁ ପଛରେ ଥେଲୁ କଣ କରୁଥିଲୁ ମୁଁ ଭାବିଲି ତୁ ଏକୁଟିଆ ଆରେ ପଇସାଟା ରଖିଲୁନୁ ପଛରେ ତୁ ସିନା ଆଦାୟ କରିଥାନ୍ତୁ ମୁଁ ଆଦାୟ କରିବି ଆରେ ମୁଁ ତ ନା ପେଲି ପେଲି ବୁଢ଼ା ହେଇଗଲେ ଆଉ ପେଲି ପାରୁନି ମୁଁ ଭାବିଲି ତୁ ରଖି ଆରେ ଦେଖ ସବୁ ଆଜି କୁଆଗଲା ଚାଲୁନି ଚା ଚା ବେଗ ଚାଲିଲୁ ଦେଲନି ନାରେ ବସିକି ପଳେଇ ଆଇଲ ଆମେ ସିଆଡେ ଖୋଜୁଛୁ ଠକବାଦ କିଏ ଆଖିରେ ଆଙ୍ଗୁଠି ଗେଞ୍ଜିକି ଆଇଲେ କିଛି ଦେଇନାହାନ୍ତି ତୁ ମତେ କହିଲୁନୁ ତୁ ଆଖିରେ ଆଙ୍ଗୁଠି ଗେଞ୍ଜିଲେ ଯେତେବେଳେ ଆରେ ମୋ ଆଖି ଜଳେ ମୁଁ ସେଇଥିପାଇଁ ପରା ଚୋରି ବତି ଟାଣିଥିଲି ଆଉ ପାଇଲିନି ସେତେବେଳେ ମାରିଲା ବେଳକୁ ଦେଖ ତୋ ଭଳିଆ କଣାକୁ ଆଣିଆଟା ଯାହା ନ ଆଣିଆ ଭଲ ଭଲ ହେଇଥିବ ଆଉ ପଇସାଟା ନ ଦେଇକି ତମେ ପଳେଇ ଆଇଲ ତମ ପଛରେ ଗୋଡେଇ ଦେବି ନା କଣ ଟିକେ କାହିଁକି ଇଏ ସାପା କାଶି ଠକ ଅଛନ୍ତି ତାହେଲେ ପଚାରିଆ ଆସିବ କାଶି ଠକ କିଏ ଆମକୁ ପାଉଣା ପତ୍ର କିଛି ଦେଲାନି ତମେ ପଳେଇ ଯାଇଛ ଆରେ ଭାଇ ଆଇଲୁ ଚାଲି ମୋ ପାଖକୁ ତୁ ତ ଚାଲି ପାରୁନୁ ପେଲି ପାରୁନୁ ଦେଖା ଯାଉନି କାହିଁକି ତୁ ଆଉଛୁ ସେ କଣ କହିଲେ ଜାଣିଲୁ ସେ ଭିତରେ କୋଉଠି ଦେଇ ଦେଇକି ଯାଇନ୍ତି ଦେଖେ ଆମ ନା ନୁହଁ ତ ଏଇଟା ଗୋଟା ସୁନା ହେଇଯାଇଛି ଦେଖିଲ ଆରେ ଘାଟ ଚେଞ୍ଜ ହେଇନି କି ଘାଟ ଚେଞ୍ଜ ହେଇଥିବ କିଛି ଜାଣୁନି ଏଇଟା କାହାକୁ ଫାଳେ ଦଉଛି କାହାକୁ ଟିକିଏ ଦଉଛି କାହାକୁ ଦଉନି ଜମା କାହିଁ ଆଇଛୁ କିରେ ତୁ ଜାଣିନି ତ ହଉ ଏ ଭାଇ ଏ ମୋଟା ସୁନା ତୁ ନେଇକି ଯିବୁ ଆଉ ଥୋଇ ଦିଅ ଏଇଟାରେ